ଦଳକୁ ମଜବୁତ କରିବାକୁ ଅଣ୍ଟା ଭିଡ଼ିଲେ ନବୀନ। ଗଠନ ହେଲା ବିଜେଡିର ବିଶାଳ ମହିଳା ଟିମ୍। ପଞ୍ଚାୟତ ନିର୍ବାଚନ ଉପରେ ବିଜେଡିର ଫୋକସ୍। ମୁଣ୍ଡ ଉପରେ ପଞ୍ଚାୟତ ପୌର ନିର୍ବାଚନ। ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ କସରତ ଆରମ୍ଭ ହୋଇଗଲାଣି। ତୃଣମୂଳ ସ୍ତରରେ ଦଳକୁ ଏକାଠି କରିବା ପାଇଁ ବିଜେଡି ସଜବାଜ ଆରମ୍ଭ କରିଛି। ସାଧାରଣ ନିର୍ବାଚନରେ ବିଜେଡିକୁ ଲାଗିଥିବା ଝଟକାରୁ ଏବେ ପର୍ଯ୍ୟନ୍ତ ନେତାଏ ବାହାରି ପାରିନାହାନ୍ତି। କେବଳ ସାଧାରଣ ନିର୍ବାଚନ ନୁହେଁ ବରଂ ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ତୃତୀୟକୁ ଖସି ଆସିଥିଲା ବିଜେଡି। ତେବେ ପଞ୍ଚାୟତ ନିର୍ବାଚନରେ ସେହି ଭୁଲର ପୁନରାବୃତ୍ତି ନ ହେବା ପାଇଁ ବିଜେଡି ନିଜର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି। ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ରାଜନୀତିରେ ବେଶ୍ ଆକ୍ଟିଭ୍। ନୀତି ନବୀନ ନିବାସରେ ଘନ ଘନ ବୈଠକ ବସୁଛି। ନେତାଙ୍କୁ ଡକରା ପଡ଼ୁଛି। ନେତାମାନେ ନବୀନ ନିବାସରେ ପହଞ୍ଚି ନିର୍ବାଚନ ମଣ୍ଡଳୀର ହାଲଚାଲ ନବୀନଙ୍କୁ ଜଣାଉଛନ୍ତି। ବିଜେପି ମଧ୍ୟ କିଛି ପଛରେ ପଡ଼ିନି। ମିଶ୍ରଣ ପର୍ବ ଉପରେ ମିଶ୍ରଣ ପର୍ବ କରି ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରୁଛି। ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ଲୋକଙ୍କ ଭରସା ଜିତିବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ ହେଉଛି। ତେବେ ପଞ୍ଚାୟତ ନିର୍ବାଚନରେ ମହିଳା ଭୋଟକୁ ନିଜ ଅକ୍ତିଆରକୁ ନେବାକୁ ବିଜେଡି ଏକ ନୂଆ ରଣନୀତି ପ୍ରସ୍ତୁତ କରିଛି। ଏକ ବିଶାଳ ମହିଳା ଟିମ୍ ଗଠନ କରିଛି ବିଜେଡି। ରାଜ୍ୟ କମିଟି ସହ ଜିଲ୍ଲା ଓ ଜୋନ୍ ସ୍ତରୀୟ ସକ୍ରିୟ ନେତ୍ରୀଙ୍କୁ ଦାୟିତ୍ୱ ଦେଇଛି ଦଳ। ସମସ୍ତ ଜିଲ୍ଲା ଓ ପଞ୍ଚାୟତ ଗୁଡ଼ିକରେ ଏହି ନିଯୁକ୍ତି ଦିଆଯାଇଛି। ତେବେ ଦେଖିବାର କଥା ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରୁଥିବା ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଦଖଲ କରିବାରେ କେତେ ସଫଳ ହେଉଛି। ରିପୋର୍ଟ ରିଓ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।